दूर अच्छा बर्तमान तार घर हूँ हाईस्कुल ये जो कम अच्छी से तुम्हें नंबर वन हवा चेष्टा कर जी जो कम है ମୁଁ ତମକୁ କହିଛି ଜଣେ ତମେ ଭଲ ଅଛ ସୋସିଆଲିଷ୍ଟ ସୋସିଆଲ ଜଣେ ଇକୋନୋମିଷ୍ଟ ଇକୋନୋମିକାଲି ତମେ ଏକ୍ସପର୍ଟ ହୁଅ ଜଣେ ଯିଏ ଯୋଉ ଫିଲ୍ଡରେ ଅଛି ସେ ଫିଲ୍ଡରେ ତମେ ନମ୍ବର ୱାନ ହୁଅ ତମକୁ ସମସ୍ତେ ରେସ୍ପେକ୍ଟ କରିବେ ଯଦି ଆମେ କଣ କରିବା ଆମକୁ ଏନକରେଜ କରାଯିବ ଆମ ଦ୍ୱାରା ଯୋଉଟା ହବନି ବହୁତ ପିଲା ଦେଖିବ ତମରି ବ୍ୟାଚ୍ ର ତମେ ଆଜି ଆର୍ଟ୍ସ ପାଠ ପଢୁଛ ଆର୍ଟ୍ସ ପାଠ ପଢୁଛ ତମେ ଘର ଲୋକ ଯିଏ ବନ୍ଧୁବାନ୍ଧବ ଆସିବେ ତମେ ଆର୍ଟ୍ସ ପଢେଇଲୁନି ମୁଁ ସାଇନ୍ସ ପଢେଇଲୁନି ସ୍ୱରଟାକୁ ବସେଇ କହିବି ତା ଦେହରେ କିଛି ଅଛି ଆଉ ଅଛି ଆଉ ତା ଦେହରେ ଦେଖ କିନ୍ତୁ ପିଲାର ଇଣ୍ଟରେଷ୍ଟକୁ ସେଠି ଭାଙ୍ଗିଦେଲା ପିଲା ଚାହୁଁଥିଲା ମୁଁ ଟିକେ ଆର୍ଟ୍ସ ପାଠ ପଢିବି କଣ ପଢିବି ଘର ଆଡମିସନ କର ଆଡମିସନ କର ସାଇନ୍ସରେ ଇଞ୍ଜିନିୟରିଂ ପଢିବୁ ଡିପ୍ଲୋମା କରିବୁ ଏଇ ନୂଆ ବଜାରରେ ଚାରି ଝିଅ ଗୋଟେ ବାପା ଚାରି ଝିଅ ଏଫସିଆଇ ରେ ବାପା ଚାକିରି କରିଛନ୍ତି ଚାରି ଝିଅ ଜନ୍ମ ହସ୍ପିଟାଲ ଚାରି ଝିଅଙ୍କୁ ପଢେଇଛି ତିନି ଜଣ ଝିଅ ଇଞ୍ଜିନିୟର ବିଟେକ୍ ଇଞ୍ଜିନିୟର ସବୁ ମଡେଲିଂ ଝିଅ ସାନଟା ମୋ ପାଖକୁ ଆସିଲା ଟେନ୍ଥ ପାସ୍ ଆଉଟ୍ ହେଲା ବୋଲେ ତାଙ୍କ ଘର ଲୋକ କହିଲେ ସାଇନ୍ସ ପଢୁନ ଦିଦି ମାନେ ପଢିଲେ ତୁ ନା ମୁଁ ଆର୍ଟ୍ସ ପଢିବି ନା କିଏ କହିଛନ୍ତି ନା ସାର୍ କହିଛନ୍ତି ମୁଁ ତାଙ୍କୁ ପୁରା ଫ୍ୟାମିଲି ଟିଚର ଆଗରୁ ପଢଉଥିଲି ପର୍ସନାଲି ଏବେ ସିନା କୋଚିଂ ପଢେଇଲି ଘର ଲୋକ ରାଗିଗଲେ ମୋ ଉପରେ ତା ମାମୁଁ ଷ୍ଟାର୍ଟ କଲା ଫୋନ କରି ସାର୍ ତା ମାମୁଁ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ଇଞ୍ଜିନିୟର ସାର୍ ଆପଣ କଣ ଏମିତି ପରସୁଆଡ କରୁଛନ୍ତି ପିଲାମାନଙ୍କୁ ସିଏ ଗୋଟେ ଆଜିକାଲି କଣ ଆର୍ଟ୍ସ କହିଲେ ଆଜିକାଲି ଆର୍ଟ୍ସ ଆପଣ କଣ ଗୋଟେ ଟର୍ମ କହିଲେ ଆଜିକାଲି ଆର୍ଟ୍ସ ସେ ପଢୁ ପାଟିରେ ରଖିଥିଲା 91%। ତାଙ୍କ ଘର ଲୋକ ନା ସାଇନ୍ସ ପଢିବେ କିନ୍ତୁ ଗୋଟିଏ ଲୋକ ତା ବଡ ଭଉଣୀ ଯିଏ କହିଲା ନାହିଁ ସାର୍ କାହିଁ କହୁଛନ୍ତି ସେ ପଢୁବନି ପିଲେ ତିନି ଝିଅ ତାଙ୍କ ଇଞ୍ଜିନିୟର ବଡ ଝିଅକୁ 32 ବର୍ଷ ଅନମ୍ୟାରେଡ ଜବ୍ ନାହିଁ ତା ତଳେ 30 ବର୍ଷ ଜବ୍ ନାହିଁ ବାଙ୍ଗାଲୋରରେ ଅଛି ବାପା ପଠଉଛନ୍ତି 12-15 ହଜାର ଟଙ୍କା ସେଥିରେ ଚଳୁଛି ତା ତଳେ ଯିଏ ଇଞ୍ଜିନିୟରିଂ ପାସ୍ କରିଛି ଇଞ୍ଜିନିୟରିଂ ପାସ୍ କରିକି ସେ ତାର ଘରେ ରହିଛି ସାର୍ ଘର ପାଖରେ ସାନଟା ଯିଏ ମୋ ପାଖରେ ପାଠ ପଢୁଥିଲା +3 କମ୍ପ୍ଲିଟ କଲା ତ ପଲିଟିକାଲ ସାଇନ୍ସ ଅନର୍ସରେ ମୁଁ ତାକୁ ସାଙ୍ଗେ ସାଙ୍ଗେ କହିଲି ତୁ ବିଇଡି ପାଇଁ ପାଠ ପଢ ନା ସାର୍ ମୁଁ ବିଇଡି ପଢିବି ନା ହଁ ବିଇଡି ଦେଇଦେଲା ବିଇଡି ହେଇଗଲା ମୟୂରଭଞ୍ଜରେ ଜବ୍ କରୁଛି ଗଭର୍ଣ୍ଣମେଣ୍ଟ ବିଇଡି ଗଭର୍ଣ୍ଣମେଣ୍ଟ ବିଇଡି ଟିଚର କରୋନା ବେଳେ ତାଙ୍କ ଘରକୁ ସେ ଏକୁଟିଆ ଚଳେଇଛି ବର୍ତ୍ତମାନ ସୁଦ୍ଧା ନିୟର ଆବାଉଟ ସେ 50,000 ଦରମା କରୁଛି ତାଙ୍କ ଘରଟା ଚଳିଲା ନା ନାଇଁ ତା ଅବଜେକ୍ଟ ଠିକ ଅଛି ନା ନାଇଁ କୁହ ସେ ଜମା 15 ବର୍ଷ ହେଲା ଜବ୍ ପାଇଛି ତାର ଆହୁରି ରହିଲାଣି ଜବ୍ ନିୟର ଆବାଉଟ କେତେ ଆହୁରି 60 ଏଜ୍ ଯାଙ୍କେ ରହିବ ତାକୁ ବର୍ତ୍ତମାନ 28 ଏଜ୍ ହେଲାଣି 27 28 ଆଜି ବି ଆସିପାରେ ବୋଧେ ଆଜି ଆସିପାରେ ବୋଧେ ପ୍ରୋଗ୍ରାମ ଫଙ୍କସନ ଏଇଠି ମ୍ୟାରେଜ ଅଛି ଆଜି ମ୍ୟାରେଜ ଆଜି ଆସିବ ମୋ ଷ୍ଟୁଡେଣ୍ଟ ସବୁମାନେ ଝିଅ ଆସୁଛନ୍ତି ଉପରେ ବାହାଘର ତଳେ ଖାଇବା ପିଇବା ହବ ସେ ଆଜି ଏଠିକି ଆସିବ ତେଣୁ ଭୁଲ କଣ କରିଛନ୍ତି ଇଲେକ୍ସନ ଇଞ୍ଜିନିୟରିଂ ପାଠ କଲେ 6 ଲକ୍ଷ 7 ଲକ୍ଷ ଟଙ୍କା ପୁଣି ଡ୍ରିମ୍ସ ଦିଦି ପଇସା କେତେ ଯାଉଥିବ ଯାଉଥିବ କିଛି ମୁଁ କହୁଛି କିନ୍ତୁ ଇଏ ତ ଗୋଟେ ଗଭର୍ଣ୍ଣମେଣ୍ଟ ଜବ୍ ସିକ୍ୟୁର ଜବ୍ ନା ତେଣୁ ଯଦି ବର୍ତ୍ତମାନ 50 ପାଇଲା ଆଉ 5 ବର୍ଷ ପରେ ସେ 70 ଭଳିଆ ପାଇବ ହାଇସ୍କୁଲ ଟିଚର ପାଇବିନି ଆଉ ତ ତାର ଲସ୍ କଣ ହେଇଛି ବର୍ତ୍ତମାନ ସେ ଏଣ୍ଟ୍ରାନ୍ସ ଦେଇଦେବା ପରେ ଯଦି ଓଇଏସ୍ ପାଇଗଲା ଗୋଟେ ବିଓ ହେଇଯିବ ବିଓ ହେଇଗଲେ ବ୍ଲକ ଏଜୁକେସନ ଅଫିସର ତେଣୁ ଆମେ ଯଦି ଚାହିଁବା ପ୍ରତ୍ୟେକ ଜାଗାରେ କୌଣସି ପିଲାଙ୍କୁ କମ୍ପଲସନ ଦିଅନି କୌଣସି ପିଲାକୁ ବାଧ୍ୟବାଧକତା କରନି ଏଇଠି ବି ଗୋଟେ ଅଛି 4ଟା ଫଟୋ ମରା ହେଇଛି ଅଲ ଓଡିଶା ଟପର ଅଲ ଓଡିଶା ଟପର ବାପା ଲେକ୍ଚର ମାମା ଲେକ୍ଚର ରେଭେନ୍ସା କଲେଜ ଟପର ସିଏ ହେଲା ପିଲା ଅଲ ଓଡିଶା ଯେତେବେଳେ ଇନିସିଏଟିଭ ନିଆହେଲା 10th ପରେ ଆଇସିଏସଇ ଇଂଲିଶ ପଢୁଥିଲି ତାକୁ ଯାଇ ପର୍ସନାଲି ତାଙ୍କ ଘର ଲୋକ କହିଲେ ସମସ୍ତେ ବାପା ମାଙ୍କର ଗୋଟେ ଝିଅ ସାଇନ୍ସ ପଢିବ ମତେ ପଚାରିଲେ ସାର୍ ଆପଣ କଣ କରୁଛନ୍ତି ମୁଁ କହିଲି ସାଇନ୍ସ କାହିଁ ପଢିବ ସେ ତ 84% ରଖିଛି 84% ରଖିଥିଲା ଆଇସିଏସଇ ତାକୁ ରେଭେନ୍ସା ଆର୍ଟ୍ସ ଲେଖୁଥିଲା ଆର୍ଟ୍ସ ପଢିଲା 84% ରଖିଲା ମାଟ୍ରିକରେ ଅଲ ଓଡିଶା ଟପର ହେଲା +3 ରେଭେନ୍ସା ଟପର ହେଲା ରେଭେନ୍ସା କଲେଜ ନାଁରେ କେସ୍ କଲା ଏ ଯୋଉ ଆଟେଣ୍ଡାନ୍ସ ପାଇଁ 75 ହାଇକୋର୍ଟରେ କେସ୍ କରିଦେଲା ପ୍ରିନ୍ସିପାଲକୁ ଦୌଡେଇଦେଲା କଲେଜରୁ ଜେଏନୟୁ ଗଲା ରେକର୍ଡ କରିକି ଆଇଲା ଫାର୍ଷ୍ଟ ଆଟେମ୍ପ୍ଟ ସିଭିଲ ସାର୍ଭିସ କଣ ଅସୁବିଧା ହେଇଛି ପଲିଟିକାଲ ସାଇନ୍ସ ଅନର୍ସ ପଢେଇଛି ଏ ଦୁନିଆରେ ଅସମ୍ଭବ କିଛି ନାହିଁ ତ ଇଣ୍ଟରେଷ୍ଟ ରହିବା ଦରକାର ସାରଙ୍କ ପଛରେ ସାରଙ୍କ ପାଇଁ ଆମର କଣ ସମ୍ପର୍କ ପାଠ ପଢା ସମ୍ପର୍କ ମତଲବ ରଖ ପାଠ ପଢା 1 ବର୍ଷ 2 ବର୍ଷ ପଢିଲୁ କଣ ରଖିଛନ୍ତି ମ୍ୟାଟେରିଆଲ କଣ ବହିପତ୍ର ସାର୍ କୋଉ ସେମିନାର ଅଛନ୍ତି ସାରଙ୍କ ପଛରେ ଗୋଳେଇ ଯା ନିଜ ହିସାବରେ ନିଜେ ଗୋଟେ ପୁଅ କି ଝିଅ ଯଦି ନିଜେ ଠିକ ଅଛି ତାକୁ କିଏ ଅବାଟ ନେଇଯିବ
ଆମେ ଯଦି ରିଚ୍ ନଥାନ୍ତା ଆମେ ବାୟସ ହେଇଯିବେ, ଯୋଉଟା ବର୍ତ୍ତମାନ ଅଧିକାଂଶ ପିଲାଙ୍କର ଘଟୁଛି। ତାହେଲେ ପିଲା ଆମେ ଦେଖିବା ଇକୋନୋମିକ ଆର୍ଗୁମେଣ୍ଟ ଯଦି ଦେଖିବା, କିଏ କୋଉ ପ୍ରକାର ପ୍ରଫେସନ କୁ ଯିବ, କିଏ କୋଉ ପ୍ରକାର ବିଜନେସ କୁ ଯିବ, ସେଟା ତାର ରୁଚି ବା ଇଣ୍ଟରେଷ୍ଟ ଉପରେ ଡିପେଣ୍ଡ କରେ। ସମସ୍ତେ ସବୁ ପ୍ରକାର ବେପାର କରିପାରିବେ, ସମସ୍ତେ କେବେ ହେଲେ ସବୁ ବେପାର କରିପାରିବେ ନାହିଁ ପିଲେ। ମୁଁ ଉଦାହରଣ ସ୍ୱରୂପ କହିବି, ମୁଁ ଗୋଟେ ମ୍ୟୁଜିକ ଲାଇନ ର ଲୋକ, ମୁଁ ମ୍ୟୁଜିକାଲ ଇନଷ୍ଟ୍ରୁମେଣ୍ଟ ବିକି ଦେଇପାରିବି। ମୁଁ ଗୋଟେ ପାଠ ପଢିଛି, ମୁଁ ଗୋଟେ ବୁକ୍ ଷ୍ଟୋର ଚଳେଇ ଦେଇପାରିବି। ମତେ ଯଦି କିଏ କହିବ ଆଚ୍ଛା ଠିକ ଅଛି ଆପଣ ଗୋଟେ କାମ କଲେ ଷ୍ଟେଜରେ ଯାଇକି କମେଡିଆନ ରୋଲ କଲେ, ମୁଁ ପାରିବି କି? ଲୋକ ବରଂ ଆସିବେନି ସେଠି ଦେଖିବାକୁ। ମତେ ଯିଏ କହିବ ଗୋଟେ ଫଳ ଦୋକାନ କରିକି ବସ, ମୁଁ ପାରିବିନି, ମୋର ସେଥିରେ ଏକ୍ସପର୍ଟାଇଜ ନାହିଁ। ତେଣୁ ଇକୋନୋମିକାଲି ଆମେ ଇଣ୍ଡିଭିଜୁଆଲିଜିମ କଥା ଯଦି କନସିଡର କରିବା, ଯୋଉ ଫିଲ୍ଡରେ ଆମର ଏଫିସିଏନ୍ସି ଅଛି, ଯୋଉ ଫିଲ୍ଡରେ ଆମର ଏକ୍ସପର୍ଟାଇଜେସନ ଅଛି, ସେଇ ଫିଲ୍ଡରେ ଯଦି ଆମେ ଯିବା ଆମେ ସକ୍ସେସଫୁଲ ହେଇପାରିବା। ଏବଂ ସେଇଟା ମଧ୍ୟ ଇଣ୍ଡିଭିଜୁଆଲ ଏଫିସିଏନ୍ସି ଉପରେ ଡିପେଣ୍ଡ। ତମେ କୋଉ ଲାଇନ ପାଇଁ ପ୍ରପର ଅଛ, ଘର ଲୋକ ସେଇ ଲାଇନରେ ଚୁଜ କରି ତୁମକୁ ଛାଡିବା ଦରକାର। ଦେନ୍ ଆଣ୍ଡ ଦେयर ୟୁ ୱିଲ୍ ବି ସକ୍ସେସଫୁଲ। ନେକ୍ସଟ, biological argument. The biological argument in favor of individualism is based on Darwin's theory of evolution. Darwin held that in the biological world there is a continuous struggle for existence. In this struggle, fittest will survive and the weak will be perished. Herbert Spencer supports the natural law of evolution and held that the weak and incompetent who can't withstand competition will be eliminated. The natural course of progress therefore depends upon free competition and self-reliance. An individual should be allowed to stand all or fall according to his merit in the competition for survival without any support from the state. ଡେ ଟୁ ଡେ ଲାଇଫରେ ସବୁବେଳେ ପାଇଁ ଷ୍ଟ୍ରଗଲ ସବୁ ଜାଗାରେ ଅଛି। ବଣ ଜଙ୍ଗଲ ଅଛି, ହରିଣ ମାନେ ଚାହୁଁଛନ୍ତି ଆମେ ବଞ୍ଚିକି ରହିବୁ, ଆମେ ସର୍ଭାଇଭ କରିବୁ। ଟାଇଗର ବା ଲାୟନ ମାନେ କହୁଛନ୍ତି ଆମେ ବି ସର୍ଭାଇଭ କରିବୁ। ତାମାନେ ଗୋଟେ ଜଙ୍ଗଲରେ ଯେତେବେଳେ ଟାଇଗର ରହିଲେ, ଟୋଟାଲି କଣ ଡିଅର ଭ୍ୟାନିଶ ହେଇଯାଉଛନ୍ତି କି? 100% ଭ୍ୟାନିଶ ହଉନାହାନ୍ତି। ଆମ ପୋଖରୀରେ ମାଛ ଅଛନ୍ତି, ଆମେ ମାଛ ଧରି ଖାଉଛେ। ମହାନଦୀ ଆନିକଟରେ ମାଛ ସବୁବେଳେ ଧରା ହଉଛି, ମାଛ କଣ ସରିଯାଉଛନ୍ତି? ସର୍ଭାଇଭାଲ ଫିଟନେସ କହୁଛି ତମ ଲେଭେଲରେ ଅଛ, ତମେ ଯୋଉ ଟପିକ ନେଇ ପଢୁଛ ତା ଦେହରେ ନମ୍ବର ନବାକୁ ଚେଷ୍ଟା କର। କାରଣ ପିଲେ ଏ ଦୁନିଆରେ ଯଦି ଆମେ ଷ୍ଟ୍ରଗଲ ସମ ନହବା ଆମେ ବଞ୍ଚି ପାରିବାନି। ଆଉ ବାୟୋଲୋଜିକାଲ କନସେପ୍ଟ ଯୋଉଟା ତମକୁ କହିଲି, ତମେ ଛୋଟ ପିଲା ଅଲରେଡି ଜାଣିପାରୁଥିବ ଆମେ ଯୋଉ ସୃଷ୍ଟି ହେଇଛେ, ବହୁତ ଗୁଡେ ଜିନୋକୋଲୋଜି ଅଛନ୍ତି, ଜିନ୍ କଲଚର। ତା ଦେହରେ ଯେ ଷ୍ଟ୍ରଙ୍ଗ ଜିନ୍ ସେ ବଞ୍ଚୁଛି, ସେଇଥିରୁ ଆମେ ସୃଷ୍ଟି ହେଇଛି। ଯଦି ତମେ ବାୟୋଲୋଜି ପିଲା ହେଇଥାନ୍ତ, ସାଇନ୍ସ ପିଲା ହେଇଥାନ୍ତ, ମୁଁ ଆଉ ଟିକେ କ୍ଲିୟରଲି କହିପାରିବି। ଆମେ ସବୁବେଳେ ଆମ ଲାଇଫ ଟା ଷ୍ଟ୍ରଗଲ ହେଇଛି। ଜିନୋକୋଲୋଜି ଅନୁଯାୟୀ ଆମ ଲାଇଫ ଷ୍ଟ୍ରଗଲ ହେଇଛି। ଯୋଉ ଗୁଣସୂତ୍ର ଆକ୍ଚୁଆଲି ସ୍ମାର୍ଟ ଆଣ୍ଡ ଷ୍ଟ୍ରଙ୍ଗ ସିଏ ବଞ୍ଚି ଯାଇଛି ଗୋଟିଏ, ସେଇଥିରୁ ଆମେ ସୃଷ୍ଟି ହେଇଛେ। କିନ୍ତୁ ବହୁତ ବହୁତ ଲକ୍ଷ ଲକ୍ଷ ଗୁଣସୂତ୍ର ଥିଲେ କାହିଁ ଏକ୍ଜିଷ୍ଟ କରିପାରିଲେନି? ତମେ ଆଜି ସମସ୍ତେ ପାଠ ପଢୁଛ ଅଲ ଓଭର ଓଡିଶାରେ, ଟପର କଣ ସମସ୍ତେ ହେବେ? ଜଣେ କିଏ ହବ? ଦ୍ୟାଟ ଇଜ ଚାର୍ଲସ ଡାର୍ୱିନ ସର୍ଭାଇଭାଲ ଅଫ ଦ ଫିଟେଷ୍ଟ। ଏ ଦୁନିଆରେ ବଞ୍ଚିବାକୁ ହେଲେ ତମକୁ ଷ୍ଟ୍ରଗଲ କରିବାକୁ ପଡିବ, ଆଉ ଇଣ୍ଡିଭିଜୁଆଲି ତମେ ଷ୍ଟ୍ରଗଲ କର। ଲୋକମାନେ ତମ ପାଇଁ ଗାଡି କିଣିଦେଲେ, ତମର କନଫିଡେନ୍ସ ନଥିଲେ ଗାଡି ଚଲେଇ ପାରିବ କି? ବହୁତ ଲୋକଙ୍କ ଘରେ ଝିଅ ପିଲାଙ୍କ ପାଇଁ ଗାଡି କିଣା ହେଇଛି, କିନ୍ତୁ ଗାଡି ଥୁଆ ହେଇଛି, ଲାଷ୍ଟକୁ ଶାଶୁ ଘରକୁ ଗଲାବେଳକୁ ବିକି ଦେଇକି ଯାଉଛନ୍ତି। ପଢେଇଛି ଛୁଆଙ୍କୁ, ଯେତେ ଥର ଯିବେ ସେତେ ଥର ଧକ୍କା କରିବେ, ଆକ୍ସିଡେଣ୍ଟ। ଯେତେ ଥର ଯିବେ ସେତେ ଥର ଆକ୍ସିଡେଣ୍ଟ କରିବେ। ପ୍ରଥମେ ତମେ କୁହ, ଏଠି ଇଣ୍ଡିଭିଜୁଆଲିଟି ପର୍ସପେକ୍ଟିଭ ଆସିଲାନି। ଯେପର୍ଯ୍ୟନ୍ତ ତମେ ଇଣ୍ଡିଭିଜୁଆଲି ଡିଟରମାଇଣ୍ଡ ନ ହେଇଛ, ଷ୍ଟ୍ରଙ୍ଗ ଆକ୍ଚୁଆଲି ମେଣ୍ଟାଲି ତମେ ପ୍ରିପେୟାର ନ ହେଇଛ, no one can head you to gain success। ବହୁତ ପିଲା ଅଛନ୍ତି ପିଲେ ବହିପତ୍ର ନାହିଁ ବି ପାଠ ପଢୁଛନ୍ତି। ବହୁତ ପିଲା ଅଛନ୍ତି କୋଚିଂ ଯାଉନାହାନ୍ତି ବି ଭଲ ପାଠ ପଢୁଛନ୍ତି। ସେଲ୍ଫ ଡିଟରମିନେସନ। ପାଣ୍ଡବ ଥିଲେ, କୌରବ ଥିଲେ, ଦ୍ରୋଣାଚାର୍ଯ୍ୟ ଥିଲେ। ତମେ ଦେଖ ପୁଣି ଆମ ଥିଲେ କିଏ? ବିଶେଷ କରି ଏକଲବ୍ୟ ଥିଲେ। ଭାଗ୍ୟ ସେତେବେଳେ ପାଣ୍ଡବ କୌରବଙ୍କର ଚାଲିଲା କ୍ଲାସ, ଏଠି ଏକଲବ୍ୟ ତାଙ୍କର କଣ କଲେ? ତାର ସେପାରେଟଲି କ୍ଲାସ କଲେ। ଗୁରୁ କିଏ? ଦ୍ରୋଣ। ଦ୍ରୋଣ ନାହିଁ, କିନ୍ତୁ ସେ କଣ ଏକଲବ୍ୟ କଣ ହାରି ଯାଇଛନ୍ତି କି? ଏକମାତ୍ର ନିଜର ଡିଟରମିନେସନ ପାଇଁ ସେ ଜିତିଲେ। ତାଙ୍କର ଯଦି ଡିଟରମିନେସନ ନଥାନ୍ତା, ସେ କହିଲେ ତୁମ ଖାଇବି ବି ଶୋଇବି, ସକ୍ସେସ କୋଉଠି ଆସିବ? କୋଉ ସକ୍ସେସ ଆସିବ? ଜଣେ ଅଫଲାଇନ କ୍ଲାସ ଆଟେଣ୍ଡ କଲାନି ମାନେ ଅନଲାଇନ କ୍ଲାସ ଆଟେଣ୍ଡ କରିବା ଦରକାର, ନହେଲେ କ୍ଲାସ କେମିତି ଜାଣିବ? ଅପରଚୁନିଟି ଆମ ପାଇଁ ଅଛି। ଯଦି ଆମେ ଅଫଲାଇନ କ୍ଲାସ କରିବାନି, ଅନଲାଇନ କ୍ଲାସ କରିବାନି, ଫେଲିୟର ଇଜ ୱିଥ ଅସ୍, ନୋ ଡାଉଟ। ଇକୋନୋମିକ ଫିଲ୍ଡରେ
କିଏ କୋଉ ଫିଲ୍ଡରେ ବିଜନେସ କରି ସର୍ଭାଇଭ କରିପାରିବ ସକ୍ସେସ ହେଇପାରିବ ସେଇଟା ତାର ଇଣ୍ଡିଭିଜୁଆଲ ଇଣ୍ଟରେଷ୍ଟ ଉପରେ ଡିପେଣ୍ଡ କରେ। ସିଓର ଷ୍ଟୁଡେଣ୍ଟସ୍, ଯଦି ଇଣ୍ଡିଭିଜୁଆଲି ଆମେ କ୍ୟାପେବୁଲ ହେଲେ ଇଣ୍ଡିଭିଜୁଆଲି ଷ୍ଟ୍ରଙ୍ଗ ହେଲେ ତାହେଲେ ସବୁ ଫିଲ୍ଡରେ ଆମେ ସକ୍ସେସ ହେଇପାରିବା। ନେକ୍ସଟ ପଲିଟିକାଲ ଆର୍ଗୁମେଣ୍ଟ। Individualistic like John Locke argued that people enjoy certain rights in the state of nature. Hence, the individual should be left free to pursue their course of action in accordance with this perception of rights. The state should protect the rights of individuals. The state should act as a means and not an end. It must not in any way interfere with the liberty of individuals and individuality of political field. ତମେ ଦେଖିନିଅ ଆମର ଗାନ୍ଧୀ ପରିବାର, that is inherited family politics. जवाहरलाल नेहरू, इंदिरा गांधी, राजीव गांधी, राहुल गांधी, सोनिया गांधी हेरिडिटी पड़े। କିନ୍ତୁ ନରେନ୍ଦ୍ର ମୋଦି ଫ୍ୟାମିଲି ବ୍ୟାକଗ୍ରାଉଣ୍ଡ କଣ? ସେଇଟା ହଉଛି ଚାରିସ୍ମାଟିକ ଲିଡର୍ସ ଥିଲେ। ଯାହା ଫ୍ୟାମିଲି ସପୋର୍ଟ ନାହିଁ ପିଲେ, ସେ ପିଲା ପାଠ ପଢୁନାହାନ୍ତି। କୋଉଠି ପାଉଛନ୍ତି ସପୋର୍ଟ? ଫ୍ରେଣ୍ଡସିପ। କୋଉଠି ପାଉଛନ୍ତି ସପୋର୍ଟ? ଟିଚର। କୌଣସି ପାଉଛନ୍ତି ସପୋର୍ଟ? ସିନିୟର। କିନ୍ତୁ ପ୍ରଥମେ ତାଙ୍କର ୱିଲ୍ ଅଛି ନା ନାହିଁ? ସେଇଥିପାଇଁ ସାମୁଏଲ ଜୋନ୍ସ କହୁଛନ୍ତି ସୋସାଇଟିରେ ଦି ପ୍ରକାର ଲୋକ ଅଛନ୍ତି, ମ୍ୟାନ ଅଫ ୱିଲ୍, ମ୍ୟାନ ଅଫ ଓନ୍। ମ୍ୟାନ ଅଫ ୱିଲ୍ ଇନ୍ ଦି ସେନ୍ସ ଆମେ ପୁଣି ଟ୍ୟାଗ କ୍ୱେଶ୍ଚିନ୍ କି ପଳେଇବା। ମ୍ୟାନ ଅଫ ୱିଲ୍, ମ୍ୟାନ ଅଫ ଓନ୍। କିନ୍ତୁ ଏ ସେନ୍ସରେ କୁହାହଉଛି ମ୍ୟାନ ଅଫ ୱିଲ୍ ଇନ୍ ଦି ସେନ୍ସ ଯାହାର ଇଚ୍ଛା ଶକ୍ତି ଅଛି ୱିଲ୍। ଓନ୍ଡ ମାନେ ଏଇଟା ମୋ ଦ୍ୱାରା ହବନି, ମୁଁ କରିପାରିବିନି, ଆଗରୁ ତମେ ସରେଣ୍ଡର କରିଯିବ। ସେଇଥିପାଇଁ କୁହାଯାଏ ନା, ହିରୋ ଜୀବନରେ ଗୋଟିଏ ଥର ମରେ କିନ୍ତୁ କାଓଡାଇସ୍ କେତେ ଥର ମରେ? 1000 ଥର ମରେ। କାଳେ ମୁଁ ମରିଯିବି, କାଳେ ମୁଁ ବୁଡିଯିବି କି, ତାଙ୍କ କଣ ହେଇଯିବ କି? ସୋ ଷ୍ଟୁଡେଣ୍ଟସ୍ ଦେଖ, ପଲିଟିକାଲ ଫିଲ୍ଡରେ ମଧ୍ୟ ଦେଖ ଆମକୁ ରାଇଟ୍ସ ଦିଆଗଲା, ଆମକୁ ଲିବର୍ଟି ଆମକୁ ଦିଆଗଲା, ଆମକୁ ଜଷ୍ଟିସ ଦିଆଗଲା, ତାକୁ ପ୍ରପର ୱେରେ ଇମ୍ପ୍ଲିମେଣ୍ଟେସନ କରିବା ଆମର ଦାୟିତ୍ୱ। ଆମର 18 ଇୟର୍ସ କମ୍ପ୍ଲିଟ ହେଇଗଲା, ଭୋଟିଂ ରାଇଟ୍ ମିଳିଗଲା, ତାପରେ କଣ ଆମକୁ ଆସିକି ସରକାର ଡାକିକି ବାଧ୍ୟ କରିକି ପୋଲିସ ଲଗେଇ ନେବେ ତମେ ଚାଲ ଭୋଟ ଦବା? ଆମେ ଜଜ୍ କରିବା ଆମ କମନ ସେନ୍ସରେ, ଆମ ଥାର୍ଡ ଆୟରେ କିଏ ପ୍ରପର ଆଡଜୁଡିକେଟିଭ ପର୍ସନ ଯିଏକି ହ୍ୟାଣ୍ଡଲ କରିବ 5 ଇୟର୍ସ ଟର୍ମ ଅଫ ପଲିଟିକାଲ ଡ୍ୟୁରେସନ। ଦେନ୍ ପ୍ରାକ୍ଟିକାଲ argument. Practical experience shows that too much government action result in red tapeism, waste and corruption. As compared to government undertaking, the private enterprises are more efficient and make greater profit. Then the state should restrict its activity and provide maximum freedom to individuals to mobilize their own resources and achieve least result in themselves. Practical freedom. ଦେଖ ପିଲେ ଗୋଟେ ଆମର ଅଛି, too much cook spoils the broth. ଯୋଉଟାକୁ ଆମେ କହୁ କଣ, ଲେମ୍ବୁ ଚିପୁଡ଼ିଲେ। ଇଟ୍ସ नो ଏକ୍ସକ୍ୟୁଜ। ସବୁ କିଛିର ଗୋଟେ ଲିମିଟ ଅଛି। ଆମେ ଟିଚର ଅଛେ, ଷ୍ଟୁଡେଣ୍ଟ ଅଛେ, ଆମ ରିଲେସନସିପ ର ଗୋଟେ ଲିମିଟ ନାହିଁ। ସୀତା ଦେବୀ ଯଦି ଲକ୍ଷ୍ମଣ ପକେଇକି ଗଲେ କେତେଟା ଘର? 3ଟା ଘର। ସେ ଲିମିଟ କ୍ରସ କରିଗଲେ ବୋଲି ରାବଣ ନେଇ ପଳେଇଲା। ଅର୍ଥ ବୁଝ, ଆମ ଜୀବନ କାଳ ଭିତରେ ଆମ ପାଇଁ ଭାଇଟାଲ ହଉଛି ଲକ୍ଷ୍ମଣ ରେଖା। ପ୍ରତ୍ୟେକଙ୍କର କିଛି ନା କିଛି ସ୍ପିୟର ଅଛି। ୱାଟରକୁ ବଏଲ କର 100 ଡିଗ୍ରୀରେ ୱାଚ କର, ଆଇରନ୍ ବି ହବ, ଗ୍ଲାସ ବି ହବ, ଏଭ୍ରିଥିଙ୍ଗ ହାଜ ଇଟ୍ସ ବଏଲିଂ ପଏଣ୍ଟ। କିଛି ଲିମିଟ ଅଛି। ତେଣୁ ଆମର ପ୍ରାକ୍ଟିକାଲ ଆର୍ଗୁମେଣ୍ଟକୁ ଆମେ ଯଦି ଯିବା, ପ୍ରତ୍ୟେକ ଲୋକ ପବ୍ଲିକ ସେକ୍ଟର ହଉ କି ପ୍ରାଇଭେଟ ସେକ୍ଟର ହଉ, ଆମର କିଛି ନା କିଛି ଇଣ୍ଡିଭିଜୁଆଲିଜିମ ର ଗୋଟେ ପୋଟେନ୍ସିଆଲିଟି ଅଛି। ସେ ପୋଟେନ୍ସିଆଲିଟି କିଏ କୋଉ ଫିଲ୍ଡରେ କୋଉ ହିସାବରେ ଇମ୍ପ୍ଲିମେଣ୍ଟ କରିଦେଇପାରେ। ମୁଁ ତମକୁ କହିଲି ଘରେ 3 ଜଣ କି 4 ଜଣ କି 5 ଜଣ ଅଛନ୍ତି, ପାଣ୍ଡବ 5 ଭାଇ ଥିଲେ, 5 ଜଣଙ୍କର ଇଣ୍ଡିଭିଜୁଆଲିଟି କଣ ସମାନ? ଯୁଧିଷ୍ଠିର, ଧର୍ମରାଜ, ଭୀମ, ଅର୍ଜୁନ, ନକୁଳ, ସହଦେବ, କ୍ୱାଲିଟି ଭ୍ୟାରି କରିନାହିଁ। କିନ୍ତୁ ଇଚ୍ ଆଣ୍ଡ ଏଭ୍ରି ଫିଲ୍ଡରେ ସେମାନେ କଣ ଥିଲେ? ପ୍ରାକ୍ଟିକାଲି ମ୍ୟାନିପୁଲେବୁଲ, ପ୍ରାକ୍ଟିକାଲି ସେଲ୍ଫ ସଫିସିଏଣ୍ଟ ଥିଲେ। ଇଣ୍ଡିଭିଜୁଆଲିଟି ଅଫ ଦି ଇଣ୍ଡିଭିଜୁଆଲ ତାଙ୍କର ଡେଭଲପମେଣ୍ଟ ରହିଥିଲା। On the basis of the argument, individualism strongly advocates, ଏଇଠି ଗୋଟେ ଟର୍ମ ଅଛି ରଶ୍ମି, ରେଡ୍ ଟାପିଜମ। କୋଉ ଟର୍ମ କାହାର କିଛି ଅସୁବିଧା ମତେ ପଚାରିବ। ରେଡ୍ ଟାପିଜମ ଆମର ରହୁଛି କଣ ପ୍ରକୃତରେ? ଆମେ ଯଦି ଦେଖିବା ନାଲି ଫିତା। ନାଲି ଫିତା ମାନେ କଣ? ବେଳେ ବେଳେ ଆମେ ଯେତେବେଳେ ଚିହ୍ନା ପରିଚୟ ଲୋକଙ୍କୁ ଦେଖୁ, କାଲି ଆମ କାମଟା କରିଦେବି କି ଆଉ ଘଣ୍ଟେ ପରେ ଅଫିସରେ, ଅଫିସକୁ ତମେ ଗଲ, ଆମର ଗୋଟେ ମାଇଗ୍ରେସନ ସାର୍ଟିଫିକେଟ ଦରକାର ନା, ଠିକ ଅଛି ଆଉ 2-3 ଘଣ୍ଟା ପରେ। ଯଦି ନିଜ ଚିହ୍ନା ପରିଚୟ ଲୋକ ନାହିଁ, ପଡିକି ରହିଲା। ଆସ ସମୟ ଦେଖିକିରି
ଆସ 10-15 ଦିନ ପରେ ଆସ, ପୁଣି 15 ଆଜ୍ଞା ମୋର ହେଇଗଲାଣି ମାଇଗ୍ରେସନ ସାର୍ଟିଫିକେଟ, ନା କଣ କରିବା ଟିକେ ବ୍ୟସ୍ତ ଅଛୁ ହେଇପାରୁନି। ରେଟଟା ପିଜି ମାନେ ଖାଲି ପିଲା ତଳେ ଇନ ସେନ୍ସ କଣ ଅଫିସିଆଲ ମ୍ୟାନେଜମେଣ୍ଟ ଭିତରେ ଏ ନିଜର ପ୍ରିୟ ପ୍ରୀତି ଶୋଷଣ, ହଁ ବାଇଶ ହେଇଯିବା, କିମ୍ବା ଆମେ ଯାହାର ଯିଏ ନିଜ ଲୋକ ତା ପାଇଁ କାମ କରିବା, ଅଲଗା ଲୋକଙ୍କ ପାଇଁ କାମ କରିବାନି, ଅର୍ଥାତ ଅଫିସିଆଲ ମ୍ୟାନେଜମେଣ୍ଟରେ ଡିଲେ, ଡିଲେ ଇନ୍ ଅଫିସ ମ୍ୟାନେଜମେଣ୍ଟ, improper office management so far as bureaucratic order is concerned. On the basis of the above argument, individualism strongly advocates the need for a limited state with few functions. State ରହିବ, ଅଳ୍ପ କିଛି function ରହିବ. Then it argues that the state should not interfere in the rights and freedom of the individual. It regards individual as the center of all social life. Individual ଖାଲି center of social life ରହିବ, individual ପୁଣି କଣ ହବା ଦରକାର? ଇଣ୍ଡିଭିଜୁଆଲ ଗୋଟେ ଆଟଲିଷ୍ଟ ଗୁଡ ସିଟିଜେନ ହବା ଦରକାର। ଯେତେବେଳେ ପ୍ଲାଟୋ ଷ୍ଟେଟ ର କନସେପ୍ଟ ଦେଲେ ସେତେବେଳେ ତିନି ପ୍ରକାର ଲୋକଙ୍କ କଥା କହିଥିଲେ। ଗୋଟେ ପ୍ରକାର ଲୋକ ହଉଛନ୍ତି କଣ ଆର୍ଟିସାନ୍ସ, ପିଜନ୍ସ ବି ହେଇପାରିବେ। ଆଉ ଗୋଟେ ପ୍ରକାର ଲୋକ ହେଲେ ୱାରିୟର୍ସ, ଆଉ ଗୋଟେ ପ୍ରକାର ଲୋକ ହେଲେ କଣ ଫିଲୋସଫର୍ସ। ଦେଖ ଟ୍ୟାଲେଣ୍ଟେଡ ପର୍ସନାଲିଟି ରହୁଛନ୍ତି, ଟ୍ୟାଲେଣ୍ଟେଡ ନଲେଜେବଲ ପର୍ସନ ଇଜ ଦେୟାର, ନିଶ୍ଚିତ ରୂପେ ରହିବେ। ଆଉ ୱାରିୟର ମାନେ ଯୁଦ୍ଧକର ଲୋକମାନେ ରହିବେ, କାହିଁକି ବର୍ଡରରେ ପ୍ରୋଟେକ୍ସନ ଆମକୁ ଦେବେ, ନିହାତି ଦରକାର। ଆଉ ଆର୍ଟିସାନ, ଆର୍ଟିସାନ ଇନ ଦି ସେନ୍ସ ଆର୍ଟିସାନ ହେଇପାରନ୍ତି, ପିଜନ୍ସ ହେଇପାରନ୍ତି, ଯୋଉମାନେ କଣ କରିବେ ତାଙ୍କ ଜ୍ଞାନ କୌଶଳକୁ ଇମ୍ପ୍ଲିମେଣ୍ଟ କରି ନିଜକୁ ନିଜ ସେଲ୍ଫ ଇଣ୍ଡିପେଣ୍ଡେଣ୍ଟ ହେଇପାରିବେ। ତାହେଲେ କୁହ ଆର୍ଟିସାନ ତାଙ୍କ ଫିଲ୍ଡରେ ନମ୍ବର ୱାନ, ୱାରିୟର ତାଙ୍କ ଫିଲ୍ଡରେ ନମ୍ବର ୱାନ, ଫିଲୋସଫର ମଧ୍ୟ ତାଙ୍କ ଫିଲ୍ଡରେ ନମ୍ବର ୱାନ, ନଲେଜେବଲ ପର୍ସନ ଯୋଉ। ତାହେଲେ ଆମେ ଦେଖିବା individual is the best judge of his interest and fully capable of developing himself when he left to be. ତମେ ଯେତେବେଳେ ସ୍ୱାଧୀନତା ପାଇଗଲ ତମେ ଜଜ୍ କରିବ ମୋ ପାଇଁ ପ୍ରକୃତରେ କୋଉଟା ଠିକ। କିନ୍ତୁ ମନେ ରଖ ସ୍ୱାଧୀନତା ପାଇକିରି ଯଦି ତମେ ଠିକ କାମ ନ କଲ, there is law and order, law and order। ଏଠି କୋ ଏଜୁକେସନ ଅଛି, ବହୁତ ଭଲ। କୋ ଏଜୁକେସନ ମାନେ ଆମେ କଣ ପୁଅ ଝିଅ ଏଠି ବାଡାବାଡି ହବା, ସେଥିପାଇଁ ରୁଲ ରେଗୁଲେସନ ଅଛି। ଟିଚର ମାନେ ଅଛନ୍ତି ପାଠ ପଢିବା ପାଇଁ, ଟିଚର ମାନେ ଇଲିଗାଲି କାହାର ପର୍ସନାଲ ଲାଇଫରେ ଇଣ୍ଟରଫିୟର କରିବାଟା ଅନୁଚିତ। ସମସ୍ତଙ୍କ ପାଇଁ ଗୋଟେ ରହିଛି ନା ନାଇଁ ଲକ୍ଷ୍ମଣ ରେଖା, ଦେନ୍ ଆଣ୍ଡ ଦେନ୍ ଏଭ୍ରିଥିଙ୍ଗ ୱିଲ୍ ବି documentation. It encourages self reliance, ଯେତେବେଳେ ଆମକୁ ଫ୍ରିଡମ ମିଳେ ସେଲ୍ଫ ରିଲାଏନ୍ସ ହେଇଯାଉ। It has put great emphasis on the dangers of state interference. State ଯୋଉ ଇଣ୍ଟରଫିୟର କରୁଛି ସେ ଡେଞ୍ଜରରୁ ଆମକୁ ରିଲିଫ ଦବ। ପ୍ରକୃତରେ କିଏ ଇଣ୍ଡିଭିଜୁଆଲ ନିଜେ ଯଦି ଭାବି ନେବ ପିଲେ ପ୍ରତ୍ୟେକ ଫିଲ୍ଡରେ ତମେ ନିଜକୁ ଏକା ଆସିଛ ଏବଂ ଏକା ଯିବ, ମୁଁ ଯାହା ପରଫରମାନ୍ସ କରିବି ନିଜେ ମୋ ପାଇଁ ହିଁ କରିବି, ମୋ ବେନିଫିଟ ପାଇଁ କରିବି, ଫ୍ୟୁଚରରେ ମୁଁ ହିଁ ସକ୍ସେସଫୁଲ ହେବି, ଦେନ୍ ଆଣ୍ଡ ଦେୟାର ୱି ମଷ୍ଟ ସର୍ଭାଇଭ। ଆମେ ନିଶ୍ଚିତ ରୂପେ ସର୍ଭାଇଭ କରିପାରିବା। ଅଗଲେ ଏଇଟ୍ ମାର୍କିଂ କର। ଦେଖ କାଲି 12ଟା ସାର୍ ବେଳକୁ ଆସ ନୋଟ୍ସ ଦେଇଦେବି। ସାର୍ ସାର୍ ହ୍ୟାଲୋ ହ୍ୟାଲୋ ସାର୍। ହ୍ୟାଲୋ, ସାର୍ ଯୋଉ ଏଥିକାଲ ଆର୍ଗୁମେଣ୍ଟଟା ଆଉ ଥରେ ଟିକେ କହିଦେବେ? ଏଥିକାଲ ଆର୍ଗୁମେଣ୍ଟ ଆଜ୍ଞା ଦେଲ। ତମ ନାଁ କଣ ଝିଅ? ସାର୍ ଲିମା ବା। ଓହ ଲିମା। ହଉ। ଆଜ୍ଞା ଲିମା ତୁ ମତେ ଆଉ ଟିକେ ପରେ ମା ଫୋନ କର, ସେପଟରେ କ୍ଲାସ ଟାଇମ ହେଇଗଲାଣି ତ 5 ମିନିଟ। ମୁଁ ଆଜ୍ଞା ତତେ ସାର୍ ଆଜ୍ଞା କହିଦେବି, ଆଜ୍ଞା ପର୍ସନାଲି କହିଦେବି। ହଁ ଆଜ୍ଞା ଲିମା, ହଁ। এটা হচ্ছে ভিজন, এসବୁ ଗୋଟାକ ମିଳୁନି ଏଇଠି ତମର ସୋସିଓଲୋଜି। ତାପରେ ଏ ବୁକଟା ଟିକେ ରଖିବୁ ଯତ୍ନ ସହିତ, ଭିଜନ ରହିছে। ଆଉ ୱାର୍ଡିଂ ଗୁଡା ବହୁତ ଭଲ। ଏ ବହି ଆଉ ହଉନି ପବ୍ଲିକେସନ। ଅଲଗା ବହି ଯେତେ ଏଇ ହାଇ ସ୍କୁଲର ଭିଜନଟା ଆଗେ କମ୍ପ୍ଲିଟ କଲା ପରେ ଅଲଗା କିଛି ପଢିବ। ସୋସିଓଲୋଜି ଏଇଠି